না ମୁଁ ତମକୁ କେବେ ମାମା ଡାକିଛେ ନା ଏ ଜନ୍ମରେ ଡାକିବି କାହିଁକି ଡାକିବୁ? ସାରା ଦୁନିଆ ଜାଣିଛେ ସଂଯୁକ୍ତା ଏ ଧନଞ୍ଜୟ ସମତାର ସ୍ତ୍ରୀ। ପ୍ରଥମ ସ୍ତ୍ରୀ ନୁହଁ ଦ୍ୱିତୀୟ ସ୍ତ୍ରୀ ହେଇପାରେ ମୋ ସାବତ ମା ହେଲେ ଦୁନିଆର କୌଣସି ସାବତ ମା କେବେ ମା ହେଇନାହାନ୍ତି ଆଉ ମାମା ହେବେ କେମିତି? ପିଲାଟିରେ ଗୋଟେ କଥା କହିଲେ ମୁଁ ଥକି ଗଲିରେ ତାକୁ ମା ବୋଲି ଡାକ। ପ୍ଲିଜ ବାବା ପ୍ଲିଜ ଏ ମା ଶବ୍ଦଟା ଛାତି ଭିତରେ ଏତେ ଜୋରେ ଆଘାତ ଦେଇଛି ଯେ ସାରା ଜୀବନ ଚାହିଁଲେ ଆଘାତକୁ ଭୁଲି ପାରିବିନି କାହାକୁ ମାମା ବୋଲି ଡାକି ପାରିବିନି। ଓ ବାବା ଏଇ ପଦେ କଥା ତ ରଖିବାକୁ ପଡିବ। ଏ ବାବା ମୋ ଉପରେ ହାତ ଯୋଡୁଛି ଏ ଚାପ୍ଟରକୁ ଏଇଠି କ୍ଲୋଜ ରଖିଲେ ମୁଁ ସତ କହୁଛି ମୁଁ ଏଠୁ ଚାଲିଯିବି ଏଠୁ। ତୁ ସବୁ ଛାତିର ଖୋଳି ଜାଣେ ତୋ ବାବା ତୋତେ କେତେ ଭଲ ପାଏ ତୁ କଣ ଆଜି ପର୍ଯ୍ୟନ୍ତ ଅନୁଭବ କରିପାରିବୁ? ଅନୁଭବ କରିଛି ବୋଲି ତ ଆଜି ପର୍ଯ୍ୟନ୍ତ କୌଣସି ମନ୍ଦିର ନ ଯାଇ ଏ ଘରକୁ ମୋ ମନ୍ଦିର ବୋଲି ଭାବିଛି ଆଉ ମନକୁ ବୁଝେଇ ଦେଇଛି ତମେ ହଉଛ ମୋ ବଡ ଠାକୁର। ତତେ ମୁଁ ତୋ ପାଇଁ ବଡ ଠାକୁର। ସିଏ ମୋ ମଙ୍ଗଳ ମନାସି ମୋ ପାଇଁ ସଦା ସିନ୍ଦୁର ପିନ୍ଧି ସାରିଛି ସିଏ ତୋ ପାଇଁ ବଡ ଠାକୁର ହେଇପାରିବନି କେମିତି? ବାବା ନିଜ ସ୍ୱାର୍ଥ ପାଇଁ ଝିଅକୁ ବା ଲୁଚୁରାଇ ଦେବେ ତାକୁ କେବେ ଶିବ ବୋଲି କହିବେ କି ଫଳର ରାଜା ବୋଲି ଡାକିବେ।